ମୋ ସ୍ୱାମୀ ମୋର ବହୁତ ଯତ୍ନ ନେଉଥିଲେ। ଯେତେବେଳେ ସେ ଜାଣିଲେ ଯେ ମୁଁ ଏକ ପୁତ୍ର ସନ୍ତାନ ଜନ୍ମ ଦେବାକୁ ଯାଉଛି, କିନ୍ତୁ ଦିନେ ମୋତେ ମୋ ଯାଆ କହିବାକୁ ଲାଗିଲେ ଯେ ତୁମ ସ୍ୱାମୀ ତୁମ ପ୍ରତି ଅତ୍ୟନ୍ତ ନିଷ୍ଠୁର। ମୁଁ ତୁରନ୍ତ ମୋର ଯାଆକୁ କହିଲି ମୋ ସ୍ୱାମୀ ମୋର ବହୁତ ଯତ୍ନ ନିଅନ୍ତି ଏବଂ ଯେ ପର୍ଯ୍ୟନ୍ତ ମୁଁ ଗଭୀର ନିଦ୍ରାରେ ନ ଶୁଏ ସେ ମୋ ପାଖରେ ବସି ରହିଥାନ୍ତି। ତାପରେ ମୋ ଯାଆ କହିଲେ ତୁମେ ଜାଗ୍ରତ ହୋଇ ଶୋଇବା ଉଚିତ। ମୁଁ ରାତିରେ ଜାଗ୍ରତ ହୋଇ ଶୋଇଥିଲି, କିନ୍ତୁ କିଛି ସମୟ ପରେ ଯେତେବେଳେ ମୁଁ ମୋ ସ୍ୱାମୀଙ୍କୁ ଦେଖିଲି ମୋର ହୋସ୍ ଉଡ଼ିଗଲା। ମୋର ନାମ ରୀତା ଏବଂ ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞ। ମୋର ବୟସ 25 ବର୍ଷ ଏବଂ ମୁଁ ଏକ ଭଲ ପରିବାରର ଅଟେ। ମୁଁ ମୋ ଘରେ ଟଙ୍କା ଅଭାବ କେବେ ଦେଖି ନାହିଁ। ମୋର ଏକ ଭଉଣୀ ଯିଏ ଜଣେ ଡାକ୍ତର ଏବଂ ମୋର ପିତାମାତା ଭବିଷ୍ୟତରେ ମୋତେ ଜଣେ ଭଲ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞ ହେବାକୁ ବହୁତ ଆଗ୍ରହୀ ଥିଲି। ମୁଁ ଏହି କାର୍ଯ୍ୟକୁ ବହୁତ ଭଲ ପାଉଥିଲି। ମୁଁ ଏକ ହସ୍ପିଟାଲରେ କାମ କରୁଥିଲି ଏବଂ ସନ୍ଧ୍ୟାରେ ମୋର ନିଜସ୍ୱ କ୍ଲିନିକ୍ ଖୋଲିଥିଲି। ମୋର ରୋଗୀମାନେ ପ୍ରାୟତଃ ଧନୀ ବ୍ୟକ୍ତି ଥିଲେ, ଯେଉଁମାନେ ଡିପ୍ରେସନର ଶିକାର ହୋଇଥିଲେ, ଯେଉଁମାନେ ଧନରେ ସାନ୍ତ୍ୱନା ପାଇନଥିଲେ, ଡିପ୍ରେସନ ରୋଗୀ ହେବାରେ ଲାଗିଲେ। ସେମାନେ ମୋ ଭଳି ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ଆସି ସେମାନଙ୍କ ହୃଦୟର ଅବସ୍ଥା ବିଷୟରେ କହିଥିଲେ। ମୋ ଜୀବନ ବହୁତ ଭଲ ଥିଲା। ମୋ ବାପା ମୋର ବିବାହ ସ୍ଥିର କରିଥିଲେ। ମୋର ବିବାହ ଦିନ ମୁଁ ହସ୍ପିଟାଲରୁ ମୋର ଛୁଟି ନେଇଥିଲି ଏବଂ ମୁଁ ଘରକୁ ଯିବା ପାଇଁ ବହୁତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲି। ସେତେବେଳେ ହଠାତ୍ ଜଣେ ମହିଳା ମୋ କାର୍ ସାମ୍ନାକୁ ଆସିଗଲେ ଏବଂ ମୁଁ ବିବ୍ରତ ହୋଇଗଲି। ମୁଁ ଗାଡ଼ି ବାହାରକୁ ଆସି ଦେଖିଲି ଯେ ମହିଳାଙ୍କ ଗୋଡ଼ରେ ଆଘାତ ଲାଗିଛି ଏବଂ ତାଙ୍କ ବାହୁରେ ସାମାନ୍ୟ ଆଘାତ ଲାଗିଛି। ମୋ ଘର ପାଖରେ ଥିଲା, ତେଣୁ ମୁଁ ତାଙ୍କୁ ମୋ କାରରେ ନେଇ ମୋ ଘରକୁ ଆସିଗଲି। ମୋ ଭଉଣୀ ତାଙ୍କୁ ବ୍ୟାଣ୍ଡେଜ୍ କଲା ଇତ୍ୟାଦି। ମୁଁ ଜାଣେ ନାହିଁ ମହିଳା ଜଣକ କିଏ ଏବଂ ତାଙ୍କୁ କେଉଁଠାକୁ ଯିବାକୁ ପଡ଼ିବ। ମୋ ଭଉଣୀ ମଧ୍ୟ ଶୀଘ୍ର ପ୍ରସ୍ତୁତ ହୋଇ ମୋ ବିବାହ କାର୍ଯ୍ୟରେ ଆବଦ୍ଧ ହୋଇଯାଇଥିଲେ। ମୁଁ ଭାବୁଥିଲି ଯେ ଆମେ ଫେରିବା ବେଳକୁ ସେ ଚାଲି ଯାଇଥିବେ, କିନ୍ତୁ ଆମେ ଘର ଭିତରକୁ ଫେରି ଆସିଲା ବେଳକୁ ସେ ଘରେ ଶୋଇଥିଲେ। ମୁଁ ତାଙ୍କୁ କହିବାକୁ ଲାଗିଲି, ବର୍ତ୍ତମାନ ତୁମର ବ୍ୟାଣ୍ଡେଜ୍ ସରିଯାଇଛି, ଏବେ ତୁମେ ତୁମ ଘରକୁ ଯାଅ। ଯେତେବେଳେ ମା' ତାକୁ ଉଠାଇଲେ ସେ ଉଠିଯାଇ ଆଗକୁ ବଢ଼ିବାକୁ ଲାଗିଲେ। ତାପରେ ସେ ହତାଶ ହୋଇଗଲେ, ସେଠାରେ ତଳେ ପଡ଼ିଯାଇଥିଲେ। ବୋଧହୁଏ ତାଙ୍କ ଗୋଡ଼ରେ ଖରାପ ଆଘାତ ଲାଗିଥିଲା। ମୁଁ ତାଙ୍କୁ ମୋର କ୍ଲିନିକକୁ ନେଇଥିଲି, ତାଙ୍କ ପାଦକୁ ମାଲିସ କରିଥିଲି ଏବଂ ତାଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲି। ଏହି ସମୟରେ ମହିଳା ଜଣକ ସମ୍ପୂର୍ଣ୍ଣ ଚୁପ୍ ରହିଲେ। ମୋ କାର୍ ଦ୍ୱାରା ଆଘାତ ଲାଗିଛି, ତେଣୁ ଏହା ମୋର କର୍ତ୍ତବ୍ୟ ଥିଲା। ତେଣୁ ମୁଁ ମୋର ଡ୍ରାଇଭରକୁ କହିଲି ତାଙ୍କ ଘରକୁ ନେଇ ତାଙ୍କୁ ଛାଡ଼ିଦିଅ। ତାପରେ ମୁଁ ମୋ ପ୍ରେମିକ ବିଷୟରେ ଚିନ୍ତା କଲି, କାରଣ ମୁଁ ତାଙ୍କୁ ଅଧିକ ଜାଣିନଥିଲି। ସେ ମୋ ବାପାଙ୍କର ଜଣେ ବନ୍ଧୁଙ୍କ ପୁଅ। ମୁଁ ଆଜି ତାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲି ଏବଂ ମୋର ବିବାହ 1 ମାସ ପରେ ସ୍ଥିର ହୋଇଗଲା। ମୋର ବିବାହ ବନ୍ଧନରେ ଆବଦ୍ଧ ହେବାର କିଛି ଦିନ ପରେ ମୁଁ ସେହି ମହିଳାଙ୍କୁ ହସ୍ପିଟାଲରେ ଦେଖିଲି, ଯିଏ ମୋ କାରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଔଷଧ କିଣିବାକୁ ସେଠାକୁ ଆସିଥିଲେ। ମୁଁ ନିଜେ ଔଷଧ ନେଇ ତାକୁ ଦେଲି। ସେ ଏଠାରେ କିଛି ଦିନ ଧରି ଆସୁଥିଲେ। ଏହି ସମୟ ମଧ୍ୟରେ ମୁଁ ତାଙ୍କ ସହ ଭଲ କଥାବାର୍ତ୍ତା ଆରମ୍ଭ କଲି। ତାପରେ ସେ ଆସିବା ବନ୍ଦ କରିଦେଲେ ଏବଂ ମୁଁ ମଧ୍ୟ ମୋ ଜୀବନରେ ବ୍ୟସ୍ତ ଥିଲି। ବିବାହ ପୂର୍ବରୁ ମୁଁ 2 ଥର 3 ଥର ମୋ ପ୍ରେମିକକୁ ଭେଟିଥିଲି। ତାପରେ ମୁଁ ପ୍ରକୃତରେ ତାଙ୍କ ପ୍ରେମରେ ପଡ଼ିଗଲି। ସେ ମୋତେ ବହୁତ ପସନ୍ଦ କଲେ କିମ୍ବା ସେ ମୋ ସାମ୍ନାରେ ଭଲ ହେବାକୁ ଚେଷ୍ଟା କରୁଥିଲେ, ମୁଁ ବୁଝିପାରିଲି ନାହିଁ। ଯେତେବେଳେ ମୁଁ ଘରକୁ ଆସି ମା'ଙ୍କୁ ଏସବୁ କହିଲି, ମୋ ମା' କହିବା ଆରମ୍ଭ କଲେ, ତୁମେ ତାଙ୍କୁ ଅନାବଶ୍ୟକ ଭାବରେ ସନ୍ଦେହ କରୁଛ। ତାଙ୍କର ପୁରା ପରିବାର ବହୁତ ଭଲ ଏବଂ ସମ୍ମାନନୀୟ। ମୁଁ ମଧ୍ୟ ମୋ ମା'ଙ୍କ ପରାମର୍ଶକୁ ଅନୁସରଣ କଲି ଏବଂ ସବୁ କିଛି ପରିସ୍ଥିତିରେ ଛାଡ଼ିଦେଲି। ମୋର ପିତାମାତା ମୋ ପାଇଁ ଯାହା ବି କରନ୍ତି ତାହା ଭଲ ହେବ। ଶୀଘ୍ର ମୋର ବିବାହ ଦିନ ମଧ୍ୟ ପହଞ୍ଚିଲା। ମୁଁ ଜାଣେ ନାହିଁ ବିବାହ ନାମରେ ଝିଅମାନେ ଯେଉଁ ସୁଖ ଅନୁଭବ କରନ୍ତି ତାହା ମୋ ଭିତରେ ନାହିଁ। ମୁଁ ବହୁତ ଖୁସି ହେବାକୁ ଚେଷ୍ଟା କଲି, କିନ୍ତୁ ମୋ ଭିତରେ କୌଣସି ସୁଖ ବିନା ରୋବୋଟ ପରି ଦୂରରେ। କିନ୍ତୁ ମୋର ଶାଶୁଘର ଭିତରକୁ ଯିବା ମାତ୍ରେ ମୋର ସମସ୍ତ ଭାବନା ଜାଗ୍ରତ ହେଲା। ଯେତେବେଳେ ମୁଁ ଦେଖିଲି ଜଣେ ସ୍ତ୍ରୀ ଲୋକ ମୋ ସାମ୍ନାରେ ରୀତିନୀତି କରୁଛି ଏବଂ ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ସେ ସେହି ସମାନ ସ୍ତ୍ରୀ ଲୋକ ସୁଇଟି,
ଯିଏ ମୋ କାରର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମୁଁ ତାଙ୍କୁ ଦେଖିବା ମାତ୍ରେ ତାଙ୍କୁ ପଚାରିଲି, ତୁମେ ଏଠାକୁ ଆସିଛ କି? ସେ ବି କହିଲେ, ତୁମେ ଏଠାରେ? ମୁଁ ତୁମ ଯାଆ ହେବି। ଏହା ଶୁଣି ମୁଁ ଟିକିଏ ଚକିତ ହୋଇଗଲି, କାରଣ ମୋ ଯାଆ ତ ଆଉ କେହି ଥିଲେ। ମୁଁ ମୋର ପ୍ରଶ୍ନ ପଚାରିବା ପୂର୍ବରୁ ମୋ ଶାଶୁ ଆଗକୁ ଆସି ମୋତେ କହିଲେ ଯେ ପରେ ମଧ୍ୟ କଥାବାର୍ତ୍ତା ଜାରି ରହିବ। ବର୍ତ୍ତମାନ ଚାଲ ପ୍ରଥମେ ରୀତିନୀତି ରସମ ପୂରା କରିବା। ଲୋକମାନେ ମୋତେ କୋଠରୀ ଭିତରକୁ ନେଇଗଲେ। ଏହି ଘରେ ଯାହା ହେଉଥିଲା ତାହା ପ୍ରଥମେ ମୋତେ ଅତ୍ୟନ୍ତ ଚକିତ କରିଥିଲା। ତେଣୁ ଏହି କଥା ମୋତେ ବ୍ୟଥିତ କରୁଥିଲା ଯେ ବଡ଼ ଭାଇ ଏପର୍ଯ୍ୟନ୍ତ ବିବାହିତ ନୁହନ୍ତି ଏବଂ ସାନ ଭାଇ ପୂର୍ବରୁ ବିବାହ କରିସାରିଥିଲେ। ଏବଂ ବର୍ତ୍ତମାନ ମୁଁ ଜାଣିବାକୁ ପାଇଲି ଯେ ମୋର ଦିଅରଙ୍କର 2ଟି ପତ୍ନୀ ଥିଲେ ଏବଂ ମୋ ଶାଶୁ ଏହି ସତ୍ୟକୁ ଲୁଚାଇ ରଖିଥିଲେ। ମୋ ସ୍ୱାମୀ ମୋ ରୁମ୍କୁ ଆସିଥିଲେ। ସେ ମୋତେ ଅଭିବାଦନ ଜଣାଇ ଭଦ୍ର ଭାବରେ ମୋ ପାଖରେ ବସିଥିଲେ। ମୁଁ ଦେଖି ଖୁସି ଯେ ମୋ ସ୍ୱାମୀ ଜଣେ ଭଲ ଏବଂ ସୁହୃଦୟ ମଣିଷ। ମୁଁ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ପ୍ରଥମ ପତ୍ନୀଙ୍କ ଉପସ୍ଥିତିରେ ଦ୍ୱିତୀୟ ପତ୍ନୀଙ୍କର ତୁମ ଭାଇଙ୍କର ଆବଶ୍ୟକତା କାହିଁକି ହେଲା? ସୁଇଟିର ଖୁସି ହସୁଥିବା ଚେହେରା, ଯାହା ଉପରେ ଏତେ ଅନ୍ୟାୟ କରାଯାଇଥିଲା, ମୋ ଆଖି ସାମ୍ନାରେ ଦେଖାଯିବାକୁ ଲାଗିଲା। ମୋର ସ୍ୱାମୀ ମୋତେ କହିବା ଆରମ୍ଭ କଲେ ଯେ 1 ମାସ ପୂର୍ବରୁ ମୁଁ ବର୍ତ୍ତମାନ ବିଦେଶରୁ ଏଠାକୁ ଆସିଛି। ତେଣୁ ମୁଁ ଘରେ ଥିବା ଘଟଣା ବିଷୟରେ କିଛି ଜାଣେ ନାହିଁ କିମ୍ବା ମୁଁ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ପସନ୍ଦ କରେ ନାହିଁ। ବର୍ତ୍ତମାନ ତୁମେ ଆସିଛ, ସବୁ ଜାଣିବ। ମୁଁ ଜଣେ ମାନସିକ ରୋଗ ବିଶେଷଜ୍ଞ, କିନ୍ତୁ ଏହି ଘରକୁ ଆସିବା ପରେ ମୁଁ ନିଜେ ଦ୍ୱନ୍ଦ୍ୱରେ ପଡ଼ିଗଲି। ମୁଁ ଏହି ଘରର ଲୋକଙ୍କ ଅବସ୍ଥା କିପରି ବୁଝିପାରିଲି? ମୋ ଶାଶୁ ଏବଂ ମୋ ଯାଆ ଅଧିକାଂଶ ସମୟରେ ସୁଇଟିଙ୍କୁ ନିର୍ଯାତନା ଦେଉଥିଲେ। ମୁଁ ଏହା ଉପରେ ଅତ୍ୟଧିକ କ୍ରୋଧିତ ଥିଲି। ସୁଇଟି ସକାଳୁ ଉଠି ଘର କାମ କରିବା ଆରମ୍ଭ କରୁଥିଲେ, କିନ୍ତୁ ତାପରେ ବି ତାଙ୍କ ସ୍ୱାମୀ ତାଙ୍କୁ ବୁଝିପାରିନଥିଲେ। ମୁଁ ସୁଇଟିଙ୍କୁ ପଚାରିଲି, ଏସବୁ କ'ଣ? ତୁମେ ଏଠାରେ ଥିବାବେଳେ ତୁମ ସ୍ୱାମୀ ଦ୍ୱିତୀୟ ଥର କାହିଁକି ବିବାହ କଲେ? ତାପରେ ସୁଇଟି କାନ୍ଦିବାକୁ ଲାଗିଲା ଏବଂ କହିଲା, ମୁଁ ତାଙ୍କ ଜେଜେମାଙ୍କ ପସନ୍ଦ ଥିଲି, କିନ୍ତୁ ସେ ଅନ୍ୟ କାହାକୁ ପସନ୍ଦ କରିବାକୁ ଲାଗିଲେ। ତେଣୁ ସେ ମୋତେ ବିବାହ କରିବାକୁ ମନା କରିଦେଲେ। ତାଙ୍କ ଜେଜେମା ହେତୁ ସେ ମୋତେ ବଳପୂର୍ବକ ବିବାହ କରିଥିଲେ। କିନ୍ତୁ ମୋ ସ୍ୱାମୀ ଏବଂ ତାଙ୍କ ମା ମୋତେ କେବେ ନିଜର ବୋଲି ଭାବିନଥିଲେ ଏବଂ ଏହା ଥିଲା ଜେଜେମାଙ୍କ ମୃତ୍ୟୁ ପରେ ସେ ନିଜ ପସନ୍ଦର ଝିଅକୁ ପୁଣି ବିବାହ କଲେ। ମୁଁ ବିବାହ କରିବା ଦିନଠାରୁ ଏହି ଘରେ ଚାକରାଣୀ ପରି ରହିଆସିଛି। ମୁଁ ଏସବୁରେ ଅଭ୍ୟସ୍ତ ହୋଇସାରିଛି। ସୁଇଟିର କାହାଣୀ ଶୁଣିବା ପରେ ମୁଁ ସହାନୁଭୂତି ଆରମ୍ଭ କଲି ତାଙ୍କ ସହିତ ବହୁତ। ବର୍ତ୍ତମାନ ମୁଁ ଏସବୁକୁ ପସନ୍ଦ କରେ ନାହିଁ। ମୁଁ ସକାଳେ ମୋର କ୍ଲିନିକ୍ ଯାଉଥିଲି। ସନ୍ଧ୍ୟାରେ ଘରକୁ ଫେରିବା ପରେ ସୁଇଟି ମୋ ପାଇଁ ଗରମ ଖାଦ୍ୟ ଆଣିଥାନ୍ତି। ସେ ମଧ୍ୟ ସକାଳେ ମୋ ରୁମ୍ ସଫା କରନ୍ତି। ମୁଁ ତାଙ୍କ ଉପରେ ଖୁସି ଥିଲି, କିନ୍ତୁ କିଛି ଦିନ ପରେ ମୁଁ ଜାଣେ ନାହିଁ ମୋ ସ୍ୱାମୀଙ୍କ ମନୋଭାବ କାହିଁକି ବଦଳିବାକୁ ଲାଗିଲା। ମୋ ସହିତ କେଉଁ ଅସୁବିଧା ହେଲା ମୁଁ ଜାଣେ ନାହିଁ। ସେ ଛୋଟ ଛୋଟ ଜିନିଷରେ ମୋ ସହ ଲଢ଼ିବା ଭଳି ବାହାନା ଖୋଜିବାକୁ ଲାଗିଲେ। ଦିନେ ଯେତେବେଳେ ମୁଁ ଗଲି ମୋ ବାପା ମାଆଙ୍କ ଘରକୁ, ଫେରିବା ସମୟରେ ମୋ ଭାଇଙ୍କ ବନ୍ଧୁ ମୋତେ ଘରେ ଛାଡ଼ିବାକୁ ଆସିଥିଲେ ଏବଂ ଯେତେବେଳେ ମୋ ସ୍ୱାମୀ ଏହା ବିଷୟରେ ଜାଣିଲେ, ସେ ମୋତେ ସନ୍ଦେହ କରିବାକୁ ଲାଗିଲେ। ମୋ ସ୍ୱାମୀ କାହିଁକି ମୋ ପ୍ରତି ଏପରି କରୁଥିଲେ ମୁଁ ବୁଝିପାରିଲି ନାହିଁ। ସେ ମୋତେ ସନ୍ଦେହ କରିବା ଆରମ୍ଭ କଲେ। ସୁଇଟି ମୋତେ କହିଥିଲେ ଯେ ତୁମ ଶାଶୁ ତୁମ ସ୍ୱାମୀଙ୍କୁ ତୁମ ବିରୁଦ୍ଧରେ ପ୍ରବର୍ତ୍ତାଉଥିଲେ, କିନ୍ତୁ ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ, କାରଣ ଏପର୍ଯ୍ୟନ୍ତ ମୋ ଶାଶୁ ମୋ ପାଇଁ କିଛି ଖରାପ କରିନଥିଲେ। ତେବେ ସେ ମୋତେ କାହିଁକି ଏପରି କରିବେ? ଦିନେ ସମସ୍ତଙ୍କୁ ମୁଁ ଏକ ଖୁସି ଖବର ଦେଇଥିଲି। ମୋ ଶାଶୁ ମୋତେ ଆଲିଙ୍ଗନ କଲେ, କାରଣ ମୁଁ ସେମାନଙ୍କ ବଂଶ ବଢ଼ାଉଥିଲି। ମୋ ଶାଶୁ ମୋତେ ସୁଇଟିଠାରୁ ଦୂରରେ ରହିବାକୁ କହୁଥିଲେ, କାରଣ ସେ ଜଣେ ଭଲ ଝିଅ ନୁହେଁ। ସେ ଯିଏ ତୁମ ସ୍ୱାମୀକୁ ତୁମ ବିରୁଦ୍ଧରେ କୁହେ। ମୁଁ ପ୍ରକୃତରେ ଦ୍ୱନ୍ଦ୍ୱରେ ପଡ଼ିଥିଲି, କିଏ ସତ ଆଉ କିଏ ମିଛ କହୁଛି। କିନ୍ତୁ ମୁଁ ସୁଇଟି ଉପରେ ବିଶ୍ୱାସ କଲି। ସେ ଜଣେ ସରଳ ବିବାହିତ ନିରୀହ ଝିଅ। ସେ ନିଜର ସହାନୁଭୂତିକୁ ଉଚ୍ଚ ସ୍ୱରରେ ପ୍ରକାଶ କରୁଥିଲେ। ଯେତେବେଳେ ମୋ ସ୍ୱାମୀ ଜାଣିବାକୁ ପାଇଲେ ଯେ ସେ ପିତା ହେବାକୁ ଯାଉଛନ୍ତି, ସେତେବେଳେ ସେ ବହୁତ ଖୁସି ଥିଲେ। ସେ ମୋ ପାଇଁ ପ୍ରତିଦିନ ଭଲ ଉପହାର ଆଣିଥାନ୍ତି ଏବଂ ମୋତେ ଭଲ ପାଆନ୍ତି। ମୋ ପାଇଁ ଏହା ଯଥେଷ୍ଟ ଥିଲା ଯେ ମୋ ସ୍ୱାମୀ ତାଙ୍କ ଭୁଲ ବୁଝିସାରିଥିଲେ। କିନ୍ତୁ ଗୋଟିଏ କଥା ମୋତେ କଣ୍ଟା ଭଳି କାଟୁଥିଲା ଯେ ମୋ ସ୍ୱାମୀଙ୍କର କିଛି ଦିନ ପୂର୍ବରୁ କ'ଣ ହୋଇଥିଲା। ମୁଁ ଭାବିଲି,
କୌଣସି ଅସୁବିଧା ନାହିଁ। କିଛି ଦିନ ପରେ ମୁଁ ମଧ୍ୟ ଜାଣିବି ଏସବୁ ପଛରେ କିଏ ଅଛି। ବର୍ତ୍ତମାନ ମୋ ସ୍ୱାମୀ ମୋର ଯତ୍ନ ନେଉଥିଲେ ଏବଂ ପ୍ରତିଦିନ ରାତିରେ ମୋ ପାଇଁ କିଛି ଖାଇବାକୁ ଆଣିଥାନ୍ତି। ଏହି ଖବର ସହିତ ଘରର ପରିବେଶ ମଧ୍ୟ ବହୁତ ଭଲ ହୋଇଯାଇଥିଲା। କିନ୍ତୁ ଗତ କିଛି ଦିନ ହେବ ମୁଁ ଦେଖିଲି ଯେ ସୁଇଟିର କିଛି ଅସୁବିଧା ହେଉଛି। ବର୍ତ୍ତମାନ ମୁଁ ସୁଇଟି ଉପରେ ନଜର ରଖିବାକୁ ଲାଗିଲି। ସେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁନଥିଲେ ତ? ମୁଁ ତାଙ୍କୁ ପଚାରିଲି, ସୁଇଟି, କ'ଣ ହେଲା? ତୁମେ ଏତେ ବିବ୍ରତ କାହିଁକି? ତାପରେ ସେ କହିଲା, ମୁଁ ନିଜ ପାଇଁ ନୁହେଁ ବରଂ ତୁମ ପାଇଁ ଚିନ୍ତିତ। ଏହି ସମୟରେ ମୋ ସହିତ ଏକ ଅଜବ ଘଟଣା ଘଟିଗଲା। ମୁଁ ମୋ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲି। ମୋର ଅବସ୍ଥା ବହୁତ ଖରାପ ହୋଇଗଲା। ଭଗବାନଙ୍କୁ ଧନ୍ୟବାଦ, ମୁଁ ହସ୍ପିଟାଲରେ ଥିଲି। ଡାକ୍ତର କହିଲେ, ତୁମେ କିଛି ଭୁଲଭାଲ ଖାଇଛ। ତୁମେ ଏପରି କିଛି ଖାଇଥିଲ ଯେଉଁଥିପାଇଁ ତୁମର ଗର୍ଭ ନଷ୍ଟ ହୋଇଥାନ୍ତା। ମୁଁ ଏହା ଶୁଣିବା ମାତ୍ରେ ଭୂମି ମୋ ପାଦ ତଳୁ ଖସିଗଲା। ମୁଁ ଯାହା କିଛି ଖାଉଥିଲି ମୋ ସ୍ୱାମୀ କିମ୍ବା ସୁଇଟି କିମ୍ବା ମୋ ଶାଶୁ ମୋ ପାଇଁ ଆଣିଥିଲେ। ଏହି 3 ଜଣଙ୍କୁ ସନ୍ଦେହ କରିବାର କୌଣସି କାରଣ ନଥିଲା। ମୋ ଦିଅର ଏବଂ ଯା ମଧ୍ୟ ସର୍ବଦା ନିଜକୁ ବ୍ୟସ୍ତ ରଖୁଥିଲେ। ମୋ ପାଇଁ କିଏ ଏପରି କରିବାକୁ ଚେଷ୍ଟା କଲା ଭାବି ମୁଁ ହଜି ଯାଉଥିଲି। ମୁଁ ଘରକୁ ଯିବା ମାତ୍ରେ ସୁଇଟିଙ୍କୁ ପଚାରିବାକୁ ଲାଗିଲି, ତୁମେ କ'ଣ କହୁଥିଲ? କେହି ଜଣେ ମୋ ପ୍ରତି ଭୁଲ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଭାବୁଥିଲି ସେ ମୋ ମାଆଙ୍କୁ ଦୋଷ ଦେବେ, ଶାଶୁ ମାଆଙ୍କୁ। କିନ୍ତୁ ସେ ଯାହା କହିଲେ ମୁଁ ବିଶ୍ୱାସ କରିପାରିଲି ନାହିଁ। ସେ କହିବାକୁ ଲାଗିଲେ ଯେ ତୁମର ସ୍ୱାମୀ ତୁମ ଉପରେ ଏସବୁ କରନ୍ତି। ମୁଁ ସୁଇଟିକୁ କହିଲି ଯେ ଏହା ହୋଇପାରିବ ନାହିଁ। ମୋ ସ୍ୱାମୀ ମୋ ପ୍ରତି କିଛି ଭୁଲ କରିପାରିବେ ନାହିଁ। ମୋତେ ଗଭୀର ନିଦ ନ ହେବା ପର୍ଯ୍ୟନ୍ତ ମୋ ସ୍ୱାମୀ ଶୋଇପାରୁନାହାନ୍ତି। ସେ ମୋର ଏତେ ଯତ୍ନ ନିଅନ୍ତି। ମୁଁ କ୍ରୋଧିତ ହୋଇ ଉଠି ମୋ ରୁମ୍କୁ ଚାଲିଗଲି। ସେ ଯାହା କହିଲା ମୁଁ ବିଶ୍ୱାସ କରିପାରିଲି ନାହିଁ। ମୋ ସ୍ୱାମୀ ଏହା କିପରି କରିପାରନ୍ତି? ସେ ତ ବହୁତ ଖୁସିରେ ମୋର ଯତ୍ନ ନିଅନ୍ତି। ସେ ମୋତେ ଏତେ ଭଲ ପାଆନ୍ତି। ମୁଁ ସୁଇଟିକୁ ବିଶ୍ୱାସ କରିନଥିଲି ଏବଂ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଥିଲି। ଦିନେ ଯେତେବେଳେ ମୁଁ ମୋର ଡାକ୍ତରଖାନାକୁ ଯାଉଥିଲି, ସେ ସେତେବେଳେ କଥାବାର୍ତ୍ତା ଆରମ୍ଭ କଲା। ସେ କହିଲା, ତୁମେ ମୋତେ ବିଶ୍ୱାସ କରୁନାହଁ, କିନ୍ତୁ ସତ୍ୟ ହେଉଛି ତୁମ ସ୍ୱାମୀ ହିଁ ତୁମର ଅମଙ୍ଗଳ ଚାହାନ୍ତି। ସିଏ ତୁମର ଯତ୍ନ ନିଅନ୍ତି। ସବୁକିଛି ହେଉଛି ଏକ ଡ୍ରାମା। ସେ ଏହି ପିଲାକୁ ଚାହାନ୍ତି ନାହିଁ। ମୁଁ ନିଜେ ତାଙ୍କୁ କାହା ସହ ଫୋନରେ କଥାବାର୍ତ୍ତା ହେବାର ଶୁଣିଲି ଏବଂ ଏହା କହି ସୁଇଟି କାନ୍ଦିବାକୁ ଲାଗିଲେ ଏବଂ ମୋତେ କହିଲେ, ଦୟାକରି ମୋତେ ବିଶ୍ୱାସ କର। ମୁଁ ଯାହା କହୁଛି ମୁଁ ଆଦୌ ମିଥ୍ୟାବାଦୀ ନୁହେଁ। ତୁମ ସ୍ୱାମୀଙ୍କ ବିରୁଦ୍ଧରେ ମିଛ କହି ମୁଁ କ'ଣ ପାଇବି? ମୁଁ ତାଙ୍କୁ କହିଲି, ଠିକ୍ ଅଛି, ମୁଁ ମୋ ସ୍ୱାମୀଙ୍କ ଉପରେ ନଜର ରଖିବି। ବର୍ତ୍ତମାନ ମୁଁ ମୋ ସ୍ୱାମୀଙ୍କ ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖିବା ଆରମ୍ଭ କଲି। ସେ କ'ଣ କରନ୍ତି? ସେ ତାଙ୍କ ଭବିଷ୍ୟତ ପିଲା ପାଇଁ ସପିଂ ମଧ୍ୟ ଆରମ୍ଭ କରିଥିଲେ। ମୁଁ ତାଙ୍କ ଫୋନ୍ ମଧ୍ୟ ଯାଞ୍ଚ କରିଥିଲି, କିନ୍ତୁ ସବୁକିଛି ଭଲ ଥିଲା। ବୋଧହୁଏ ସୁଇଟି ବିନା କାରଣରେ ସନ୍ଦେହ କରୁଛନ୍ତି। ମୁଁ ତାଙ୍କୁ କହିଲି ଯେ ଆଜି ପରେ ମୁଁ ମୋ ସ୍ୱାମୀଙ୍କ ବିରୁଦ୍ଧରେ କିଛି ଶୁଣିବାକୁ ଚାହେଁ ନାହିଁ। ସୁଇଟି ପୁଣି କହିଲା, ସେ ତୁମକୁ ପ୍ରତାରଣା କରେ। ଯଦି ତୁମେ ମୋତେ ବିଶ୍ୱାସ କରୁନାହଁ, ତେବେ ଆଜି ରାତିରେ ଗୋଟିଏ ଜିନିଷ କର। ମୁହଁ ଧୋଇ ଶୋଇବାକୁ ଯାଅ। ତୁମେ ତୁମର ସ୍ୱାମୀ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ଜାଣିବ। ରାତିରେ ମୋ ସ୍ୱାମୀ ରୁମ୍କୁ ଆସିବା ପୂର୍ବରୁ ମୁଁ ମୁହଁ ଧୋଇ ଶୋଇପଡ଼ିଥିଲି। ପୂର୍ବପରି ଅଫିସରୁ ଆସିବା ପରେ ମୋ ସ୍ୱାମୀ ମୋ ପାଖରେ ବସି ମୋ ମୁଣ୍ଡକୁ ଆଉଁସିଲେ ଏବଂ ମୁଁ ଆଖି ବନ୍ଦ କରିଦେଲି, ଯେପରି ସେ ମୋତେ ଶୀଘ୍ର ଶୋଇଥିବାର ଅନୁଭବ କରିବେ। ମୁଁ ଜାଗ୍ରତ ଥିଲି, ଯାହାଦ୍ୱାରା ମୁଁ ମୋ ସ୍ୱାମୀଙ୍କ ରହସ୍ୟ ଜାଣିପାରିଲି। ମୋର ସ୍ୱାମୀ ଇଞ୍ଜେକ୍ସନ୍ ପ୍ରସ୍ତୁତ କରୁଥିବା ଦେଖି ହଠାତ୍ ମୋର ଜୀବନ ହଜିଗଲା। ହଠାତ୍ ଫୋନ୍ ବାଜିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ମୋ ସ୍ୱାମୀ କହୁଥିଲେ, ହଁ ମୋର ମନେ ଅଛି, ମୁଁ ସକାଳ 11ଟାରେ ପହଞ୍ଚିବି। ବର୍ତ୍ତମାନ ମୁଁ ମୋ ସ୍ୱାମୀଙ୍କ ଶୋଇବାକୁ ଅପେକ୍ଷା କରିଥିଲି ଏବଂ ଡଷ୍ଟବିନ୍ରୁ ଏହି ଇଞ୍ଜେକ୍ସନ୍ ପାତ୍ର ବାହାର କରିବା ପରେ ଯେତେବେଳେ ମୁଁ ତାହାର ନାମ ପଢ଼ିଲି, ମୋ ଆଖି ସାମ୍ନାରେ ଅନ୍ଧକାର ରହିଲା। ଅର୍ଥାତ୍ ସୁଇଟି ଯାହା କହୁଥିଲେ ତାହା ସତ। ମୋ ସ୍ୱାମୀ ମୋତେ ପ୍ରତାରଣା କରୁଥିଲେ। ଏହି ଔଷଧର ବ୍ୟବହାରରେ ସେ ଏହି ଶିଶୁରୁ ମୁକ୍ତି ପାଇପାରିବେ। ଜଣେ ପିତା କିପରି ଏପରି କାର୍ଯ୍ୟ କରିପାରନ୍ତି? ଜଣେ ନିରୀହ ଶିଶୁର ଜୀବନ ନେବାକୁ ଏତେ ନିଷ୍ଠୁର ହୋଇପାରେ, ଯିଏ ଏପର୍ଯ୍ୟନ୍ତ ଏହି ଦୁନିଆକୁ ଆସିନଥିଲା? ମୁଁ ବିଶ୍ୱାସ କରିବାକୁ ଲାଗିଲି। ଶୋଇବା ପରେ ସେ ମୋତେ ପ୍ରତିଦିନ ସମାନ ଔଷଧ ଦିଅନ୍ତି ବୋଧେ। ମୁଁ ସାରା ରାତି ଭାବିଲି, ସେ ମୋ
ସହ ଏସବୁ କାହିଁକି କରୁଛନ୍ତି? କିମ୍ବା ତାଙ୍କ ଜୀବନରେ ଅନ୍ୟ କେହି ମହିଳା ଅଛନ୍ତି? ଏହା ଅନ୍ୟ ଏକ କାରଣ ହୋଇପାରେ। ନଚେତ୍ ସେ ମୋତେ କାହିଁକି ପ୍ରତାରଣା କରିବେ? ସେ ସ୍ତ୍ରୀ କିଏ? ମୋର ମନରେ ମୁଁ ଭାବିଥିଲି। ସକାଳେ ସର୍ବପ୍ରଥମେ ସୁଇଟି ମୋ ପାଖକୁ ଆସି ମୋତେ କହିଲା ଯେ, ତୁମେ କିଛି ଜାଣିଲ କି? ମୁଁ ଦୁଃଖରେ ମୁଣ୍ଡ ହଲେଇ କହିଲି ଯେ, ସେ ମୋ ସହ କାହିଁକି ଏପରି କରୁଛନ୍ତି ମୁଁ ଜାଣେ ନାହିଁ। 11ଟା ପୂର୍ବରୁ ଯେତେବେଳେ ମୋ ସ୍ୱାମୀ ଘରୁ ବାହାରକୁ ଗଲେ, ମୁଁ ମଧ୍ୟ ତାଙ୍କ ପଛେ ପଛେ ବାହାରକୁ ଗଲି। ସେ ଏକ ରେଷ୍ଟୁରାଣ୍ଟକୁ ଯାଇ ଏକ ଟେବୁଲରେ ବସିଥିଲେ। ମୋ ପାର୍ଶ୍ୱକୁ ବୁଲି ଦେଖିଲି ସେଠାରେ ଜଣେ ଝିଅ ବସିଥିଲେ, ଯିଏ ମୋ ସ୍ୱାମୀଙ୍କୁ ଦେଖିବା ପରେ ହାତ ହଲାଇଥିଲେ। ମୁଁ ସେଠାରେ ପହଞ୍ଚିଗଲି। ମୋ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ମୋତେ କହିଲେ, ତୁମେ ଏଠାରେ ଅଛ? ମୁଁ ମୋ ସ୍ୱାମୀଙ୍କୁ ଅଣଦେଖା କରି ସେହି ଝିଅକୁ ଚାହିଁ କହିଲି, ତୁମେ ଜାଣ କି ଏହି ବ୍ୟକ୍ତି ବିବାହିତ? ସେ ଭୟଭୀତ ହୋଇ ମୁଣ୍ଡ ହଲାଇ କହିଲା, ମୁଁ ଜାଣେ। ମୁଁ ପାଟି କରି ତାଙ୍କୁ କହିଲି ଯେ, ତୁମେ ତଥାପି ମୋ ସ୍ୱାମୀଙ୍କ ସହ ସମ୍ପର୍କ ରଖିବା ପାଇଁ ଲଜ୍ଜିତ ଅନୁଭବ କରୁନାହଁ? ମୋ ସ୍ୱାମୀ ବିବ୍ରତ ହୋଇ ମୋତେ କହିବାକୁ ଲାଗିଲେ ଯେ, ତୁମେ ଭୁଲ ବୁଝୁଛ, ସେପରି କିଛି ନାହିଁ। ମୁଁ ତାଙ୍କ କଥା ଶୁଣିଲି ନାହିଁ ଏବଂ କାନ୍ଦି କାନ୍ଦି ଘରକୁ ଆସିଲି। ମୁଁ ଭାବୁଥିଲି ବର୍ତ୍ତମାନ ମୁଁ କ'ଣ କରିବି। ସୁଇଟି ମୋ ପାଖକୁ ଆସି ମୋତେ କହିଲେ ଯେ, ତୁମେ କିଛି ଦିନ କ୍ରୋଧିତ ହୋଇ ତୁମ ବାପା ଘରକୁ ଚାଲିଯାଅ। ତୁମ ସ୍ୱାମୀଙ୍କୁ ମଧ୍ୟ ତୁମକୁ ଜାଣିବା ଏବଂ କ୍ଷମା ମାଗିବାକୁ ଦିଅ। ମୁଁ ମୋ ରୁମ୍କୁ ଆସିଲି ଏବଂ ମୁଁ ଜିନିଷ ପ୍ୟାକ୍ କରିବା ଆରମ୍ଭ କଲି ଏବଂ ମୋ ସ୍ୱାମୀ ଘରକୁ ଆସିବା ବେଳକୁ ମୁଁ ମୋ ବାପ ଘରକୁ ଯାଇଥିଲି। କିନ୍ତୁ କିଛି ଦିନ ପରେ ମଧ୍ୟ କାହାଠାରୁ କୌଣସି ଖବର ନଥିଲା। ମୁଁ ମଧ୍ୟ ତାଙ୍କୁ କ୍ରୋଧରେ ଫୋନ୍ କଲି ନାହିଁ। ମୁଁ ସୁଇଟିକୁ ଫୋନ୍ କରି ସେହି ସ୍ଥାନ ବିଷୟରେ ପଚାରୁଥିଲି। ସେ ମୋତେ କହିବେ ଯେ, ବର୍ତ୍ତମାନ ତୁମେ ଏଠାକୁ ଆସ ନାହିଁ, ଏଠାରେ ଅବସ୍ଥା ବହୁତ ଖରାପ ଅଟେ। ଏହା ଶୁଣିବା ପରେ ମୁଁ ଯିବାବେଳେ ବନ୍ଦ କରିବି। ଦିନେ ଯେତେବେଳେ ମୁଁ ଅସୁସ୍ଥ ହୋଇଗଲି, ମୁଁ ମୋର ସମ୍ପର୍କୀୟଙ୍କ ସହିତ ହସ୍ପିଟାଲ ଯାଇଥିଲି। ସେଠାରୁ ଫେରିବା ପରେ ଦୁହେଁ ଭୋକିଲା ଅନୁଭବ କରିବାକୁ ଲାଗିଲୁ। ତେଣୁ ସେ କହିଲା, ଚାଲ ଝିଅ, ଏଠାରେ କିଛି ଖାଇବା। ଆମେ ଦୁହେଁ ଏକ ରେଷ୍ଟୁରାଣ୍ଟକୁ ଆସି ସେଠାରେ ବସିଲୁ। ମୁଁ ସେଠାରେ ଦେଖିଲି ମୋର ସ୍ୱାମୀ ଆଉ ସୁଇଟି ବସିଥିବାର। ଏହା ଦେଖି ମୋ ପାଦ ତଳୁ ଭୂମି ବାହାରିଗଲା। ମୁଁ ମୋ ଫୋନ୍ ବାହାର କଲି, ସୁଇଟିକୁ ଫୋନ୍ କଲି। ମୁଁ ଜାଣିବାକୁ ଚାହୁଁଥିଲି ସେ ସତ କହୁଛି ନା ମିଛ। ମୁଁ ପଚାରିଲି, ତୁମେ କେଉଁଠି ଅଛ? ସେ କହିବା ଆରମ୍ଭ କଲା, ମୁଁ ତୁମ ସ୍ୱାମୀଙ୍କ ସହିତ ବାହାରକୁ ଆସିଛି, କାରଣ ମୁଁ ତାଙ୍କ ଘରେ ତାଙ୍କ ସହ କଥାବାର୍ତ୍ତା କରିପାରିବି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କେଉଁ ପ୍ରକାର କଥା? ସେ କହିଲେ, ତୁମକୁ ଘରକୁ ଫେରାଇ ଆଣିବା ପାଇଁ। ମୁଁ ନିଜେ ଲଜ୍ଜିତ ହେବାକୁ ଲାଗିଲି ଯେ, ମୁଁ ସୁଇଟିକୁ କାହିଁକି ସନ୍ଦେହ କଲି। ମୁଁ ଚାହୁଁନଥିଲି ମୋ ସ୍ୱାମୀଙ୍କ ସାମ୍ନାକୁ ଯିବାକୁ। ତେଣୁ ମୁଁ ସେଠାରୁ ଉଠିଲି। ଦିନଗୁଡ଼ିକ ଏହିପରି ଚାଲି ଯାଉଥିଲା। 1 ମାସ ବିତିଗଲା। ମୁଁ ସେଠାରେ ଥିଲି, କିନ୍ତୁ ମୋ ଶାଶୁଙ୍କ ଠାରୁ କୌଣସି ଖବର ନଥିଲା। ମୁଁ ଥରେ ଯାଇ ସେଠାରେ କ'ଣ ଘଟୁଛି ଦେଖିବା ପାଇଁ ସ୍ଥିର କଲି। ମୋର ଅବସ୍ଥା ଏପରି ନଥିଲା ଯେ ମୁଁ କୋଉଠିକି ଏକୁଟିଆ ଯାଇପାରିବି। ମା ମୋର ଜଣେ ସମ୍ପର୍କୀୟ ଭାଇଙ୍କୁ ଡାକି ତାଙ୍କ ସହିତ ମୋ ଶାଶୁଘରକୁ ଯିବାକୁ କହିଲେ। ମୁଁ ମଧ୍ୟ ଗଲି। ବୋଧହୁଏ ଘରେ କେହି ନଥିଲେ। ମୁଁ ଘର ଭିତରକୁ ଯିବା ମାତ୍ରେ ମୋ ରୁମ୍କୁ ଗଲି। ମୋ ରୁମ୍ରେ ମୋ ସ୍ୱାମୀ ଏବଂ ସୁଇଟି ଥିଲେ ଏବଂ ସୁଇଟି କହୁଥିଲା, ତୁମ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ନିଅ, ଆମେ ଦୁହେଁ ପରସ୍ପରକୁ ବିବାହ କରିବା। ମୁଁ କରତାଳି ଦେଇ କହିଲି ଯେ, ଏସବୁ ମୋ ପିଠି ପଛରେ ଘଟୁଛି। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଯେ ସୁଇଟି ମୋ ପିଠି ପଛରେ ଏସବୁ କିପରି କରୁଥିଲା। ସେ ମୋତେ ପ୍ରତାରଣା କରିଥିଲା। ମୋତେ ଦେଖିବା ପରେ ସେ ବହୁତ ଡରି ଯାଇଥିଲା। ସେ ମୋ ପାଖ ଦେଇ ବାହାରକୁ ଯିବାକୁ ଲାଗିଲା। ତେଣୁ ମୁଁ ତାଙ୍କ ହାତ ଧରି ତାଙ୍କୁ ଅଟକାଇ କହିଲି, ଆପଣ କେଉଁଠାକୁ ଯାଉଛନ୍ତି? ଆପଣ ପୁରା ଖେଳ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମୋତେ ସବୁ ସତ କୁହନ୍ତୁ। ଶବ୍ଦ ଶୁଣି ମୋ ଶାଶୁ ଏବଂ ଯା ମଧ୍ୟ ସେମାନଙ୍କ କୋଠରୀରୁ ବାହାରି ଆସିଲେ। ମୁଁ କହିଲି, ଏହି ସୁଇଟିକୁ ପଚାର, ସେ ମୋ ସ୍ୱାମୀଙ୍କ କୋଠରୀରେ କ'ଣ କରୁଥିଲା? ବର୍ତ୍ତମାନ ସୁଇଟି ସଠିକ୍ ଭାବରେ ଠିଆ ହୋଇ କହିଲା, ତୁମ ସ୍ୱାମୀ ତୁମକୁ ବର୍ତ୍ତମାନ ଛାଡ଼ପତ୍ର ଦେବେ। ମୁଁ ତାଙ୍କୁ ମଧ୍ୟ କହିଥିଲି, ମୁଁ ନିଜେ ଛାଡ଼ପତ୍ର ନେବି, କିନ୍ତୁ ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେବାର କାରଣଟା କ'ଣ? ମୋ ସ୍ୱାମୀ କହିଲେ, ତୁମର ଘର ସୁଇଟି କାରଣରୁ ନୁହେଁ, ବରଂ ତୁମର ଏହି ପ୍ରେମିକ କାରଣରୁ ଭାଙ୍ଗିଛି, ଯିଏ ଏବେ ବି ତୁମ ପାଖରେ ଠିଆ ହୋଇଛି। ମୁଁ ତାଙ୍କ ଆଡ଼କୁ ଚାହିଁ ମୋର ସମ୍ପର୍କୀୟଙ୍କ ହାତ ଧରି କହିଲି ଯେ,
ତୁମେ ମୋତେ ସଂଯୋଗ କରୁଥିବା ବ୍ୟକ୍ତି ମୋର ଭାଇ। ଏହା ଶୁଣି ମୋ ସ୍ୱାମୀ ସୁଇଟିକୁ ଚାହିଁଲେ, କିନ୍ତୁ ମୁଁ ବର୍ତ୍ତମାନ ପୁରା ଖେଳ ବୁଝିସାରିଛି। ସୁଇଟି ହିଁ ଏହି ଖେଳର ଆରମ୍ଭରୁ ଜଡ଼ିତ ଥିଲେ। ସେ ମୋର ସ୍ୱାମୀଙ୍କୁ ମୋ ବିରୁଦ୍ଧରେ ଆଉ ମୋତେ ମୋ ସ୍ୱାମୀଙ୍କ ବିରୁଦ୍ଧରେ କହିଥିଲେ। ସୁଇଟି କଥାରେ ମୁଁ ଘରୁ ବାହାରି ଯାଇଥିଲି। ସେ କହିଥିଲେ ଯେ ତୁମ ସ୍ୱାମୀ ତୁମକୁ ପ୍ରତାରଣା କରୁଛନ୍ତି। ସୁଇଟିଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା। ସେ ଭାବୁଥିଲେ ଯେକୌଣସି ପ୍ରକାରେ ସେ ଏଠାରୁ ବାହାରିଯିବେ। ମୁଁ ତାଙ୍କ ଆଗକୁ ଆସି ତାଙ୍କୁ ଚାପୁଡ଼ା ମାରି କହିଲି, ତୁମେ କାହିଁକି ଚୁପ୍ ଠିଆ ହୋଇଛ? ତୁମେ କାହିଁକି ଏସବୁ କଲ? କାହିଁକି ଉତ୍ତର ଦେଉନାହଁ? ସେ ଜୋରରେ ପାଟି କରି କହିଲା, ହଁ ହଁ ମୁଁ ଏସବୁ କରିସାରିଛି। ମୁଁ ଏହା ପଛରେ ଥିଲି। ମୁଁ ଚାହୁଁଥିଲି ଯେ ସେମାନଙ୍କର ଉଭୟ ଘର ନଷ୍ଟ ହୋଇଯାଉ। ପିଲାଦିନରୁ ମୁଁ ମୋ ପ୍ରତି ଅନ୍ୟାୟ କରାଯାଉଥିବା ଦେଖୁଛି। ଏହି ଘରେ ସମସ୍ତେ ମୋ ଅପେକ୍ଷା ଅନ୍ୟମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ପିଲାଦିନରୁ ମୁଁ ତୁମ ସ୍ୱାମୀଙ୍କୁ ପସନ୍ଦ କରିବାକୁ ଲାଗିଥିଲି, କିନ୍ତୁ ସେ ଅନ୍ୟ ଦେଶକୁ ଗଲେ। ଏହାପରେ ଜେଜେମା ମୋତେ ବାଧ୍ୟ କରି ଘରର ସାନ ପୁଅକୁ ବିବାହ କରାଇଦେଲେ, ଯାହାଦ୍ୱାରା ମୁଁ ମୋ ବାପାଙ୍କ ସମ୍ପତ୍ତି ସହିତ କୌଣସି ସ୍ଥାନକୁ ଯିବି ନାହିଁ। କିନ୍ତୁ ସମସ୍ତେ ମୋ ସହିତ ଭଲ ଆଚରଣ କରୁଥାନ୍ତେ ଯଦି, ତେବେ ଏହି ଘୃଣା ମୋ ଭିତରେ ସୃଷ୍ଟି ହୋଇନଥାନ୍ତା। ମୋତେ କେହି ଏହି ଘରର ବୋହୂ ବୋଲି ଭାବିନଥିଲେ ଏବଂ ମୋର ସ୍ୱାମୀ ତାଙ୍କ ପସନ୍ଦ ଅନୁଯାୟୀ ପୁନର୍ବିବାହ କରିଥିଲେ। ଯେତେବେଳେ ତୁମ ସ୍ୱାମୀ ବାହାରରୁ ଆସିଲେ, ମୋର ପୁରୁଣା ପ୍ରେମ ଜାଗ୍ରତ ହେଲା। କିନ୍ତୁ ମୁଁ କିଛି କହିବା ପୂର୍ବରୁ ମୋ ଶାଶୁ ତାଙ୍କୁ ତୁମକୁ ବିବାହ କରିଦେଲେ। ମୁଁ ମୋର ପ୍ରେମ ବିଷୟରେ ତାଙ୍କୁ କିଛି କହିପାରିଲି ନାହିଁ। ଯେତେବେଳେ ସମସ୍ତେ ମୋତେ ବିରୋଧ କରୁଥିଲେ, ସେତେବେଳେ ତୁମ ସ୍ୱାମୀ ମୋ ସହିତ ଭଲ ବ୍ୟବହାର କରୁଥିଲେ। ସେ ହିଁ ମୋତେ ସମର୍ଥନ କରିଥିଲେ। ତେଣୁ ମୁଁ ତାଙ୍କୁ ମୋ ଜୀବନରେ ଆବଶ୍ୟକତା କରୁଥିଲି। ମୋ ଶାଶୁ ମୋତେ ବିବାହରେ ନେବାକୁ ମନା କରିଦେଇଥିଲେ। ସେହି ଦିନଠାରୁ ମୁଁ ସମସ୍ତ ଯୋଜନା ଆରମ୍ଭ କଲି। କିପରି ମୁଁ ଏହି ଝିଅର ମନରେ ମୋ ପ୍ରତି ବିଶ୍ୱାସ ତିଆରି କରିପାରିବି। ସେହିଦିନ ମୁଁ ଜାଣିଶୁଣି ତୁମ କାର୍ ସହିତ ମୁହାଁମୁହିଁ ଧକ୍କା ଦେଇଥିଲି ଏବଂ ତାପରେ ଜାଣିଶୁଣି ମୁଁ ତୁମକୁ ଡାକ୍ତରଖାନାରେ ସାକ୍ଷାତ କରିଥିଲି, ଯାହାଦ୍ୱାରା ଆମେ ଦୁହେଁ ବିବାହ ପୂର୍ବରୁ ପରସ୍ପରକୁ ଭଲ ଭାବରେ ଜାଣିପାରିବା ଏବଂ ତୁମେ ମୋତେ ବିଶ୍ୱାସ କରିବା ଆରମ୍ଭ କଲ। ମୋ ଯୋଜନାରେ କାମ କରିବା ଆରମ୍ଭ କଲା। ମୁଁ ତୁମ ଦୁହିଁଙ୍କ ବିରୋଧୀ କରିବାରେ ଲାଗିଲି। ତୁମ ସ୍ୱାମୀ ବି ମୋତେ ବହୁତ ବିଶ୍ୱାସ କରୁଥିଲେ। ତେଣୁ ତାଙ୍କ ମନୋବଳ ତାଙ୍କ ପତ୍ନୀଙ୍କ ପ୍ରତି ଖରାପ ହେବାକୁ ଲାଗିଲା। ମୁଁ ତାଙ୍କୁ କହିଲି ଯେ ଆପଣଙ୍କ ପତ୍ନୀ ତାଙ୍କ ସମ୍ପର୍କୀୟଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ତେଣୁ ସେ ଆପଣଙ୍କ ଉପରେ ଖୁସି ନୁହନ୍ତି। ଶୀଘ୍ର ମୁଁ ତାଙ୍କୁ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ନେଇଗଲି। ଛାଡ଼ପତ୍ର ହୋଇଥାନ୍ତା, କିନ୍ତୁ ଏହା ପୂର୍ବରୁ ସେ ତୁମ ଗର୍ଭଧାରଣ ଖବର ପାଇଗଲେ। ବର୍ତ୍ତମାନ ତାଙ୍କ ପିଲା ଖବର ଶୁଣିବା ପରେ ସେ ଏସବୁ ଭୁଲିଗଲେ ଏବଂ ପୂର୍ବପରି ତାଙ୍କ ପତ୍ନୀଙ୍କୁ ବିଶ୍ୱାସ କରିବାକୁ ଲାଗିଲେ। ଏହା ଦେଖି ମୁଁ ଅନୁଭବ କଲି ଯେ ସବୁ କିଛି ସମାପ୍ତ ହୋଇଛି। ତେଣୁ ବର୍ତ୍ତମାନ ମୁଁ ଭାବିଲି ଯେ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ନେବାକୁ ପଡ଼ିବ। ମୁଁ ତୁମକୁ କହିଲି ଯେ ତୁମ ସ୍ୱାମୀ ତୁମକୁ ପ୍ରତାରଣା କରୁଛନ୍ତି। ମୁଁ ତୁମକୁ ଥରେ କିମ୍ବା ଦୁଇଥର ଭୁଲ ଔଷଧ ମଧ୍ୟ ଦେଇଥିଲି, ଯାହାଦ୍ୱାରା ତୁମ ପିଲା ମରିଯିବ ଏବଂ ତୁମ ସ୍ୱାମୀ କ୍ରୋଧିତ ହେବେ, କିନ୍ତୁ ତୁମେ ବଞ୍ଚିଗଲ। ତେଣୁ ମୁଁ ତୁମକୁ ସ୍ୱାମୀଙ୍କ ବିରୁଦ୍ଧରେ ଆଣିବାକୁ ଚେଷ୍ଟା ଜାରି ରଖିଥିଲି। ତାପରେ ଦିନେ ମୁଁ ଜାଣିଶୁଣି ତାଙ୍କୁ ଭୁଲ ଇଞ୍ଜେକ୍ସନ୍ ଦେଇଥିଲି। କହିଥିଲି ରାତିରେ ଏହାକୁ ତୁମ ପତ୍ନୀଙ୍କ ପାଣିରେ ମିଶାଇବାକୁ ଡାକ୍ତର କହିଛନ୍ତି ଏବଂ ଅନ୍ୟପଟେ ମୋର ପରାମର୍ଶ ଅନୁଯାୟୀ ତୁମେ ରାତିରେ ଜାଗ୍ରତ ରହିଥିଲ ଏବଂ ନିଜ ଆଖିରେ ସନ୍ଦେହକୁ ନିଶ୍ଚିତ କରିଥିଲ। ପରଦିନ ମୁଁ ତୁମ ସ୍ୱାମୀଙ୍କ ସହିତ ଭେଟିବାକୁ ମୋର ବନ୍ଧୁଙ୍କୁ ପଠାଇଲି ଏବଂ ତାଙ୍କୁ କହିଲି ଯେ ତୁମ ସ୍ୱାମୀ ତାଙ୍କୁ ଚାକିରି ଦେବେ। ମୁଁ ଜାଣିଥିଲି ତୁମେ ନିଶ୍ଚିତ ଭାବରେ ତୁମ ସ୍ୱାମୀଙ୍କ ପଛେ ପଛେ ଯିବ ଏବଂ ତୁମ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଦେଖିବା ପରେ ଏହା ଘଟିଛି। ତୁମେ ଘରୁ ବାହାରି ଯାଇଥିଲ ଏବଂ ବର୍ତ୍ତମାନ ଏହା ମୋର କାମ ଆରମ୍ଭ ହେଲା ଏବଂ ମୁଁ ତୁମ ସ୍ୱାମୀଙ୍କୁ କହିଲି ଯେ ତୁମର ପତ୍ନୀ ତୁମକୁ ଛାଡ଼ପତ୍ର ଦେବେ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ବିବାହ କରିବେ। ମୁଁ ଧୀରେ ଧୀରେ ତାଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିବାକୁ ଲାଗିଲି ଏବଂ ସେ ମଧ୍ୟ ମୋ ଆଡ଼କୁ ବଢ଼ିବାରେ ଲାଗିଥିଲେ। କିନ୍ତୁ ବର୍ତ୍ତମାନ ତୁମେମାନେ ମୋର ପୁରା ଖେଳକୁ ନଷ୍ଟ କରିଦେଇଛ। ମୁଁ ଏହାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ତାଙ୍କର ଏକାକୀ ତ ତାଙ୍କୁ ଈର୍ଷା ପରାୟଣ କଲା,
ସେ ଏତେ ବିପଜ୍ଜନକ ହୋଇପଡ଼ିଥିଲେ ଯେ ସେ ପ୍ରତ୍ୟେକ ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ ଥିଲେ। ମୋ ସ୍ୱାମୀ ସମସ୍ତଙ୍କ ସାମ୍ନାରେ ମୋତେ କ୍ଷମା ମାଗିଥିଲେ। ବର୍ତ୍ତମାନ ମୁଁ ତାଙ୍କ ସହ ରହିଥିଲି ଏବଂ ସର୍ବଦା ମନେ ରଖିଥିଲି ଯେ ସେ ମୋତେ ଛାଡ଼ିବେ ନାହିଁ। କିନ୍ତୁ କିଛି ଦିନ ପରେ ସୁଇଟି ସେ ନିଜେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସମ୍ପତ୍ତିର ଅଂଶ ପାଇଁ ମକଦ୍ଦମା ଦାୟର କଲେ। ଆମେ ତାଙ୍କୁ ତାଙ୍କର ସମସ୍ତ ଅଂଶ ଦେଲୁ ଏବଂ ମୁଁ ଜାଣେ ନାହିଁ ସେ କେଉଁଆଡ଼େ ଗଲା। କିନ୍ତୁ ମୁଁ ବହୁତ ଖୁସି ଥିଲି କାରଣ ତାଙ୍କ ଯୋଗୁଁ ମୋ ଘର ନଷ୍ଟ ହୋଇଥାନ୍ତା। ମୋ ସ୍ୱାମୀ ମୋତେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଯେ ଆଜି ପରଠାରୁ ଯଦି ସୁଇଟି କୌଣସି ସ୍ଥାନରେ ଦେଖାଯାଏ ମୁଁ ତାକୁ ଦେଖିବି ନାହିଁ। ମୋର ଗୋଟିଏ ଝିଅ ଜନ୍ମ ହେଲା ଏବଂ ଆମେ ସମସ୍ତେ ବହୁତ ଖୁସି ଥିଲୁ। ମୁଁ ଆଶା କରିଥିଲି ଭବିଷ୍ୟତରେ ଏମିତି କୌଣସି ଭୁଲ ହେବ ନାହିଁ। ବନ୍ଧୁଗଣ, ଆଶା କରୁଛି ଆପଣମାନଙ୍କୁ କାହାଣୀଟି ପସନ୍ଦ ଆସିଥିବ। ଯଦି କାହାଣୀଟି ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଏବଂ ହଁ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ ଯାହାଫଳରେ ଆମ ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିପାରିବ। ଧନ୍ୟବାଦ।